ମହେନ୍ଦ୍ର ସ୍ୱାଇଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବିଡ଼ାନାସୀ ଫୁଟବଲ ଏକାଡେମୀ କଟକ ଖଣ୍ଡପଡ଼ା ସହରାଞ୍ଚଳଧୀନ ମଧୁବନ କ୍ରୀଡ଼ାଙ୍ଗନରେ ଚାଲିଥିବା ସପ୍ତମ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ସେମିରେ କଟକ ବିଡ଼ାନାସୀ ଫୁଟବଲ ଏକାଡେମୀ ଟାଇବ୍ରେକରରେ 5-3 ଗୋଲରେ କଟକ ବାପୁଜୀ କ୍ଲବକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଆଜି ମୁଖ୍ୟ ରେଫରୀ ଭାବେ ରାଜୁ ମହାନ୍ତି ଖେଳକୁ ପରିଚାଳନା କରିଥିବା ବେଳେ ପ୍ରସନ୍ନ ନାୟକ ଏବଂ ରମେଶ ପାଇକରାୟ ଲାଇନ୍ସରେ ସହାୟତା କରିଥିଲେ ଏବଂ ସମୀର ଖୁଣ୍ଟିଆ ଚତୁର୍ଥ ରେଫରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଆଜି ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, କଟକ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡ଼ା, 79 ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ କୁମାର ସାହୁ, ସମାଜସେବୀ ଅଖିଳ କୁମାର ମହାରଣା, NSC ନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ର, ପଣ୍ଡିତ ମନୋଜ ଦାସ, ବରିଷ୍ଠ ସାମ୍ବାଦିକ ବିନାୟକ ମିଶ୍ର, ଖଣ୍ଡପଡ଼ାର ପ୍ରଥମ ସରପଞ୍ଚ ଧନେଶ୍ୱର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ସନ୍ତୋଷ କୁମାର ସାହୁ ଭାଷ୍ୟକାର ଦାୟିତ୍ୱ ତୁଲାଇଥିଲେ। ଆସନ୍ତାକାଲି ଦ୍ୱିତୀୟ ସେମିରେ ଢେଙ୍କାନାଳ ପତାକା କ୍ଲବ ଏବଂ ଜଟଣୀ ଫ୍ରେଣ୍ଡସ୍ ପାରାଡାଇଜ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ ସୂତ୍ରରୁ ସୂଚନା ମିଳିଛି। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର। यस्यं हिरण्यविन्दयकन्वस्वं पुरभानहम् अश्वबलवर्णसमभ्यं हद्दिनाथप्रबोधिनीं श्रियं देवीमुपवये श्रीमं देवीयरसन्तं कंसस्मितं हिरण्यप्राकारमभ्रं जलं निर्हृतां दर्पयन्तीं पद्मस्थितां पदमपर्णं तामिहोपवये श्रियः मनसः काममग्रदिवादुरत्यं मसीमहि पशुनारूमनमस्य मैत्रीः श्रतां कर्दमेनं प्रजा भूत्वा मयितं मम कर्दमं श्रियदवासयमि कूले मातरं पद्ममालिनीम् आपः सृजन्तु श्रीधानी विकले तव समिग्रे नीते देवीं मातरं श्रियङ्गासयमि कुले शन्तकारं भुजगशयनं पद्मनाभं सुरेशं विश्वाधारं लगनसदृशं मेघवर्णं ध्रुवङ्गं लक्ष्मीगन्धं कमलनयनं योगिर्विध्यानगम्यं वन्दे विष्णुं भवभयहरं सर्वलोकैकनाथं सर्वलोकैकनाथं सर्वलोकैकनाथं। प्रखंड शासन अनुरोध करी कटकर 2 टीम एवं रेफरी माने वरिष्ठ क्रीड़ाविद भिखारी खंडाय सुंदर all the best.